ଆମେ ଆମ ଜୀବନର ନିର୍ଦ୍ଦିଷ୍ଟ ସମୟରେ ଚିନ୍ତା କରୁ ଆମେ ସମସ୍ତେ ନିଜ ଜୀବନରେ କ'ଣ କରୁଛୁ। ଆମ ଜୀବନ ଏକ ସଠିକ୍ ପଥରେ ଗତି କରୁଛି କି ନାହିଁ କିମ୍ବା ଆମେ ଅଗ୍ରଗତି କରୁଛୁ କି ନାହିଁ। ଯଦିଓ ଆମ ଜୀବନର ପ୍ରତ୍ୟେକ ଦିଗରେ ଭିନ୍ନ ସମସ୍ୟା ଥାଏ, କିନ୍ତୁ ଟଙ୍କା ରୋଜଗାର ଏକ ସାଧାରଣ ସମସ୍ୟା ଯାହା ସମସ୍ତଙ୍କ ପାଖରେ ଥାଏ। ଟଙ୍କା ସବୁକିଛି ନୁହେଁ, କିନ୍ତୁ ସବୁକିଛିରେ ଟଙ୍କା ଦରକାର ହୁଏ। ଧନୀ ହେବାର ଉପାୟ ହେଉଛି ରୋଜଗାର କରିବା, ଏହାକୁ ସଞ୍ଚୟ କିମ୍ବା ଖର୍ଚ୍ଚ ନ କରିବା ପାଇଁ ନୁହେଁ। ବହୁତ ଲୋକ ନିଜ ରୋଜଗାର ଟଙ୍କା ସେ ଚାହୁଁନଥିବା ଜିନିଷ ଉପରେ ଖର୍ଚ୍ଚ କରିଦିଅନ୍ତି, କେବଳ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ। ଟଙ୍କା ସଞ୍ଚୟ କରିବା ଏବଂ ଟଙ୍କା ଖର୍ଚ୍ଚ କରିବା ସହଜ, କିନ୍ତୁ ଆପଣଙ୍କୁ ଟଙ୍କା ରୋଜଗାର କରିବାକୁ ପଡ଼ିବ। ମୂର୍ଖମାନେ ବେକାର ଜିନିଷ ଉପରେ ଟଙ୍କା ଖର୍ଚ୍ଚ କରନ୍ତି, ଅନ୍ୟପଟେ ଜ୍ଞାନୀମାନେ କେବଳ ଟଙ୍କା ରୋଜଗାର ଉପରେ ଧ୍ୟାନ ଦିଅନ୍ତି। ଅଧିକ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ତୁମକୁ ଅବାଞ୍ଛିତ ଜିନିଷ କିଣାକିଣି ପାଇଁ ଖର୍ଚ୍ଚ ରୋକିବାକୁ ପଡ଼ିବ। ତୁମେ ନିଜ ଉପରେ ଧ୍ୟାନ ଦେବା ଏବଂ ନିଜକୁ ତାଲିମ ଦେବା ଓ ଟଙ୍କା ରୋଜଗାରର ଲକ୍ଷ୍ୟ ସ୍ଥିର କରିବା ଆବଶ୍ୟକ। ଅଧିକ ଟଙ୍କା ରୋଜଗାର କରିବାକୁ ଟଙ୍କା ବ୍ୟବହାର କରନ୍ତୁ। ତୁମେ ଟଙ୍କା ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରିପାରିବ। ଯଦି ତୁମେ ସ୍ମାର୍ଟ କାମ କରିବ ନାହିଁ, ତେବେ ତୁମେ ସାରା ଜୀବନ କାମ କରିବ। ତେଣୁ ତୁମକୁ ଟଙ୍କା ରୋଜଗାର କରିବା ପାଇଁ ଟଙ୍କା ବ୍ୟବହାର କରିବାକୁ ପଡ଼ିବ। ଗୋଟିଏ କଥା ମନେ ରଖନ୍ତୁ, ଧନୀ ଟଙ୍କା ପାଇଁ କାମ କରେ ନାହିଁ, ସେ ଟଙ୍କାରେ କାମ ଅନ୍ୟମାନଙ୍କୁ କରାନ୍ତି। ଟଙ୍କା ବିଷୟରେ ଏକ ସରଳ ଏକ୍ଜାମ୍ପଲ୍। ଯଦି ତୁମେ ବିଲେଇକୁ ଗୋଡ଼ାଇବାକୁ ଚେଷ୍ଟା କର, ଏହା ସର୍ବଦା ତୁମଠାରୁ ଦୂରେଇ ଯିବ। କିନ୍ତୁ ଯଦି ବିଲେଇ ଯାହା ଚାହୁଁଛି ତାହା ତୁମ ପାଖରେ ଅଛି, ସେ ତାହା ଖାଇବାକୁ ତୁମ ପାଖକୁ ଆସିବ। ଏହିପରି ବିଲେଇ ତୁମ ଆଡ଼କୁ ଆକର୍ଷିତ ହେବ। ସେହିଭଳି ଯଦି ଆପଣ ଅଧିକ ଟଙ୍କା ରୋଜଗାର କରିବାକୁ ଚାହାନ୍ତି, ତେବେ ଟଙ୍କା ରୋଜଗାର କରନ୍ତୁ ଏବଂ ଅଧିକ ଟଙ୍କା ରୋଜଗାର କରିବାକୁ ଟଙ୍କା ବ୍ୟବହାର କରନ୍ତୁ। ବାଣିଜ୍ୟରେ କିମ୍ବା କୌଣସି ବିନିଯୋଗରେ ଟଙ୍କା ବ୍ୟବହାର କରନ୍ତୁ। ଅନ୍ୟମାନେ ଶୋଇ ରହୁଥିବା ବେଳେ ତୁମେ ବାଣିଜ୍ୟ କରିଚାଲ। ଅନ୍ୟମାନେ ପାର୍ଟି କରୁଥିବା ବେଳେ ତୁମେ ନୂଆ ଜିନିଷ ଶିଖ। ଅନ୍ୟମାନେ ଖର୍ଚ୍ଚ କରୁଥିବା ବେଳେ ତୁମେ ସଞ୍ଚୟ କରି ଶିଖ ଏବଂ ନିଜ ଜୀବନକୁ ନିଜ ହିସାବରେ ବଞ୍ଚ। ଯଦି ତୁମେ ଶୋଇବା ସମୟରେ ଟଙ୍କା ରୋଜଗାର କରିବାର ଉପାୟ ନ ପାଇବ, ତୁମେ ମରିବା ପର୍ଯ୍ୟନ୍ତ କାମ କରିବ। ତେଣୁ ବାଣିଜ୍ୟ, ମାର୍କେଟିଂ, ଷ୍ଟକ୍ ଏବଂ ବିନିଯୋଗ ପ୍ରତି ଆପଣଙ୍କର ଦକ୍ଷତା ଏବଂ ଜ୍ଞାନ ବିକାଶ କରନ୍ତୁ। ଆପଣ କେତେ ଟଙ୍କା ରୋଜଗାର କରନ୍ତି କିମ୍ବା କେତେ ସଞ୍ଚୟ କରନ୍ତି, ଏହା ସେ ବିଷୟରେ ନୁହେଁ। ଆପଣ କେତେ ଟଙ୍କା ରଖନ୍ତି, ଏହା ଆପଣଙ୍କ ପାଇଁ କେତେ ପରିଶ୍ରମ କରେ ଏବଂ ଆପଣ ଏହାକୁ କେତେ ପିଢ଼ି ପାଇଁ ରଖିବେ।